ପସନ୍ଦ କରୁଥିବା କାମ ସବୁବେଳେ ସଫଳତା, ଶାନ୍ତି ଏବଂ ଆନନ୍ଦ ଦେଇଥାଏ। ଯେତେଦିନ ପର୍ଯ୍ୟନ୍ତ ତମେ ଅନ୍ୟର କଥାକୁ ହଜମ କରିପାରିବ, ସେତେଦିନ ଯାଏଁ ତୁମେ ଭଲ ହୋଇଥିବ। ଯେଉଁଦିନ ପ୍ରତିବାଦ କରିବ, ସେତେବେଳେ ତୁମେ ଖରାପ ହୋଇଯିବ। ଦୁନିଆରେ ସବୁକିଛି ମିଳିଥାଏ, ହେଲେ ନିଜ ଭୁଲ କେବେ ମିଳେ ନାହିଁ। ଭଲ କାମ କରିବା ଶିଖନ୍ତୁ, କିଏ ସମ୍ମାନ କରୁ କିମ୍ବା ନ କରୁ। ଯେପରି ସବୁ ଲୋକ ଶୋଇଥିବା ବେଳେ ବି ସୂର୍ଯ୍ୟୋଦୟ ହୋଇଥାଏ। ଏଠି ଭଲ କାମ କରିବାକୁ ହେଲେ ନିଜ କାମ ପ୍ରତି ସମ୍ମାନ ଦିଅନ୍ତୁ। ଦେଖିବେ, ସେହି କାମ ହିଁ ଆପଣଙ୍କୁ ଦିନେ ନା ଦିନେ ରାଜା ବନେଇକି ହିଁ ଛାଡ଼ିବ। ଯେପରି ସୂର୍ଯ୍ୟ ଅସ୍ତ ହେବା ପରେ ଆକାଶର ରଙ୍ଗ ଆପେ ଆପେ ବଦଳିଯାଏ, ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ଭାବୁଥିବା ଲୋକ ଏଠି ଠିକଣା ବଦଳେଇ ଦେଇଥାଏ। ଆଜିକା ଦୁନିଆରେ ପାଖରେ ଛିଡ଼ା ହେବା ଲୋକ କେହି ନାହାନ୍ତି କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖେଇବା ଲୋକ କେହି ନାହାନ୍ତି। କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକ ବହୁତ ଅଛନ୍ତି। ନିଜ ଜୀବନକୁ ନେଇ ବେଶୀ ବଢ଼େଇ ହୁଅନ୍ତୁ ନାହିଁ, କାହିଁକିନା ଏ ସଂସାରକୁ ଆମେ ଆସିଛନ୍ତି ଏକା, ଆଉ ଯିବା ବି ଏକା। ଏ ମାଟିର ଦେହ ମାଟିରେ ହିଁ ମିଶିଯିବ। ଜୀବନରେ କେବେ କାହା ସହିତ ତୁଳନା କର ନାହିଁ। ଯେମିତି ସୂର୍ଯ୍ୟ ଓ ଚନ୍ଦ୍ରକୁ ତୁଳନା କରାଯାଇପାରେ ନାହିଁ, କାରଣ ସେମାନେ ଦୁହେଁ ନିଜ ନିଜର ସମୟ ଅନୁସାରେ ହିଁ ଚମକି ଉଠନ୍ତି। ତେଣୁ ନିଜକୁ କେବେ ଛୋଟ ମନେ କରନ୍ତୁ ନାହିଁ। ନିଜେ ନିଜ କର୍ମ କରି ଚାଲ, ଫଳ ନିଶ୍ଚୟ ମିଳିବ। କାରଣ ଭଗବାନ ଯେଉଁ ମଣିଷକୁ ପୃଥିବୀ ପୃଷ୍ଠକୁ ଛାଡ଼ନ୍ତି, ସେତେବେଳେ ତା ଭାଗ୍ୟକୁ ବି ଦେଇଥାନ୍ତି। ଭାଇମାନେ, ଦୁନିଆରେ କେବେ ବି କାହାକୁ ଗରିବ ମନେ କରନ୍ତୁ ନାହିଁ, କାରଣ ଗରିବ ଘରେ ଯେତେ ମାନ ସମ୍ମାନ ମିଳେ, ତାହା ଧନୀ ଘରେ ବି ମିଳି ନଥାଏ। ଏ ଦୁନିଆଟା ହିଁ ଏମିତି ମୋ ଭାଇ। କର୍ମ କଲେ ଲୋକ ହସିବେ।